ଆମେ ଏବେ ଅଛୁ ଗୋପ କୁଶଭଦ୍ରା ନଦୀ ପାଖରେ ଥିବା ଏଇ ଯୋଉ ତିନିମୁହାଣୀ ସ୍ଲୁଇସ୍ ଗେଟ୍ ପାଖରେ। ଏ ତିନିମୁହାଣୀ ସ୍ଲୁଇସ୍ ଗେଟ୍ର କାର୍ଯ୍ୟ ହେଉଛି ଯୋଉ 15ଟି ସ୍ଲୁଇସ୍ ଗେଟ୍ ଏଠି ରହିଛି। ଏହା ଧନୁଆ ନଦୀର ଯୋଉ ବନ୍ୟା ପାଣି ଏଇ ସ୍ଥାନରେ ହିଁ କୁଶଭଦ୍ରାକୁ ନିଷ୍କାସନ ହୁଏ। କିନ୍ତୁ ବର୍ତ୍ତମାନ କ'ଣ ଅସୁବିଧା ହେଇଛି, ଯୋଉ ବନ୍ୟା ଜଳ ଏବେ କୁଶଭଦ୍ରା ପ୍ରବାହିତ ହେଉଛି, ଯେହେତୁ ଧନୁଆ ନଦୀର ଜଳସ୍ତର ଠାରୁ କୁଶଭଦ୍ରା ନଦୀର ଜଳସ୍ତର ଏବେ ଅଧିକା ରହିଲା, ତେଣୁ ଡିପାର୍ଟମେଣ୍ଟ ତରଫରୁ ସମସ୍ତ ଏ ଯୋଉ ଗେଟ୍ ଗୁଡ଼ିକ ରହିଛି 15ଟି ଗେଟ୍ ରହିଛି ତାକୁ ପକେଇ ଦିଆଯାଇଛି, ବନ୍ଦ କରିଦିଆଯାଇଛି। ଯଦ୍ୱାରା ଏବେ ଯୋଉ ଧନୁଆ ନଦୀରେ ଏବେ ଯୋଉ ପାଣି ଗୁଡ଼ିକ ଆସୁଛି ତାହା ବ୍ଲକେଜ କରାଇବ, ଯୋଉଥିପାଇଁ ତଳିଆ ଅଞ୍ଚଳରେ ଏବେ ବନ୍ୟା ଭୟ ସୃଷ୍ଟି ହେଇଛି। ଏବେ ବି ମଧ୍ୟ ଆମ ପାଖରେ ଯାହା ଖବର ରହିଛି, ସୂଚନା ରହିଛି, ଅଚ୍ୟୁତପୁର କାର୍ଯ୍ୟରୁ ମଧ୍ୟ ପାଣି ଏବେ ବାହାରିବା ଆରମ୍ଭ ହୋଇଛି। ଯାହା ଜଣାପଡ଼ୁଛି ଯେ ନିଶ୍ଚିତ ରୂପେ ଛୋଟ କିମ୍ବା ବଡ଼ ହଉ, ନିଶ୍ଚିତ ଏକ ବନ୍ୟା ଆସିବାର ସମ୍ଭାବନା ଏବେ ସୃଷ୍ଟି ହେଇଛି। ଆମ ସହିତ ଏବେ ଅଛନ୍ତି ଆମ ଗଣେଶପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରହ୍ଲାଦ ଭାଇ। ପ୍ରହ୍ଲାଦ କ'ଣ କହିବେ? ବର୍ତ୍ତମାନ ବନ୍ୟା ଆସି ପାଖରେ ଲାଗିଲାଣି, ବର୍ତ୍ତମାନ ଏବେ ହେଇଛି ତିନିମୁହାଣୀ ଗେଟ୍ ପଡ଼ିଗଲାଣି, ଏବେ ବନ୍ୟା ପରିସ୍ଥିତି। ବନ୍ୟା ତ ଫାଷ୍ଟ ବନ୍ୟା କୁଶଭଦ୍ରାରେ ଆସିଛି। ଏଇ ତଳ ଅଞ୍ଚଳ ପାଇଁ ଗଣେଶପୁର, ରାହାଙ୍ଗରଡ଼ା, ଅଣ୍ଡରା ଇଚ୍ଛାପୁର, ନୂଆ ଖୋଲମରା, ଏଇ ସବୁ ପଞ୍ଚାୟତରେ ଧନୁଆର ପାଣି ଯେଉଁ ଗେଟ୍ ପଡ଼ିଯାଇଛି ସୁଇଚ୍ ଗେଟ୍, ସେଇଥିରେ ସମସ୍ତେ ଆତଙ୍କିତ ହୋଇଛନ୍ତି। ଚାଷୀମାନେ ହତାଶ ହୋଇଛନ୍ତି। କିନ୍ତୁ ଯେଉଁ ତଳ ଅଞ୍ଚଳ ଲୋକମାନେ ତଳି ଫଳି ସବୁ ପକେଇଥିଲେ, ସେ ତଳି ସବୁ ନଷ୍ଟ ହେଇଗଲାଣି। କିନ୍ତୁ ପାଣିର ଭୟାବହ ସୃଷ୍ଟି ହେଉଛି। ଯାହା ପ୍ରହ୍ଲାଦ କହିଲେ ଯେ ବର୍ତ୍ତମାନ ଯୋଉ ପାଣି ଗୁଡାକ ଯୋଉ ବ୍ଲକେଜ କରିଛି, ସେଥିପାଇଁ ଯୋଉ ତଳିଆ ଅଞ୍ଚଳ ଯୋଉ ତଳି ଫଳି ପକେଇଥିଲେ, ଧାନ ତଳି ପକେଇଥିଲେ, ସେମାନେ ଏବେ ବୁଡିବାକୁ ବସିଲେଣି। ଏବେ ଧାନ ନଷ୍ଟ ଅଛନ୍ତି। ଆମ ସହିତ ଆଉ ଜଣେ ଆମ ଚାଷୀ ଭାଇ ଅଛନ୍ତି, ଏଇ ତିନିମୁହାଣୀ ପାଖରେ ପ୍ରେଜେଣ୍ଟ ଅଛନ୍ତି, ଆମର ଅମୂଲ୍ୟ ପ୍ରଧାନ, ଯିଏକି କୁଆଁପଡା ପଞ୍ଚାୟତରେ ଅଛନ୍ତି। କ'ଣ ଭାଇ କହିବେ, କ'ଣ ଆଜିର ଏଇ ଯୋଉ ବର୍ତ୍ତମାନ ତିନିମୁହାଣୀ ଗେଟ୍ ବନ୍ଦ ହେଇଗଲା, ତା ବାଦେ ବର୍ତ୍ତମାନ ଧନୁଆ ନଦୀରୁ ପାଣି ବର୍ତ୍ତମାନ ଆସିବା ବନ୍ଦ ହେଇଯାଇଛି। ବର୍ତ୍ତମାନ ଧନୁଆ ନଦୀରୁ ପାଣି ବର୍ତ୍ତମାନ ପଛୁଆ, ଯାହା ନିଷ୍କାସନ ବଦଳରେ ବର୍ତ୍ତମାନ ପଛୁଆ ଠେଲିଛି, କ'ଣ କହିବେ? ତିନିମୁହାଣୀ ଗେଟ୍ କାଲିଠାରୁ ପ୍ରଶାସନ ବନ୍ଦ କରିଛନ୍ତି। ଯେହେତୁ ପାଣିର ସ୍ରୋତ ବେଶୀ ଥିଲା, ଭାବିଲେ କାଲି ରାତି ସୁଦ୍ଧା ପାଣି ଅଧିକ ଧନୁଆ ଆଡ଼ିକି ପଳେଇବ ବୋଲି, ସେଥିପାଇଁ ଗେଟ୍ କାଲିଠାରୁ ବନ୍ଦ କରାଯାଇଛି। ଆଉ ପ୍ରଶାସନ ବି କାଲି ରାତି ସାରା ବି ଗାଡ଼ିରେ ବୁଲିଛନ୍ତି, ଏପଟେ ସାଇଡ଼ରେ ସବୁ ତଦାରଖ କରିଛନ୍ତି। କିନ୍ତୁ ବେଶୀକରି ଆମ ତଳିଆ ଅଞ୍ଚଳ ସମସ୍ତେ ପାଣିରେ ବୁଡ଼ିକି ରହିବେ। ଯେହେତୁ ସେପଟ ପାଣି ଖୋଲା ହେଇଯାଇଛି, ତିନିମୁହାଣୀର ପାଣି ବନ୍ଦ କରାଯାଇଛି, ଧନୁଆ ପାଣିଟା ରିଟର୍ନ ଯିବାର ନାହିଁ, ସେଥିପାଇଁ ପାଣି ବଢ଼ିବାର ଆଶଙ୍କା ଅଛି। ଯାହା ଅମୂଲ୍ୟ ବାବୁ କହିଲେ ଯେ ପର୍ଯ୍ୟନ୍ତ କୁଶଭଦ୍ରାର ଏବେ ଯୋଉ ଜଳସ୍ତର ରହିଛି ତାହା ଯଦି ନ କମିବ, ତାହା କେବେ ବି ମଧ୍ୟ ଅପୋଜିଟ୍ ପାର୍ଶ୍ୱରେ ଯୋଉ ଧନୁଆ ନଦୀ ଅଛି, ମୁଁ କ୍ୟାମେରାମ୍ୟାନଙ୍କୁ କହିବି ଟିକେ ଧନୁଆ ମାନଙ୍କୁ ଦେଖେଇବେ। ଦେଖନ୍ତୁ ସିଧା ଏ ହେଉଛି ଧନୁଆ ନଦୀ। ଯୋଉ ଧନୁଆ ନଦୀରୁ ଏବେ ପାଣି ନିଶ୍ଚୟ ଯୋଉ ଅଛି ନିମାପଡ଼ା ଏବଂ ଗୋ ବ୍ଲକର 17ଟା ପଞ୍ଚାୟତ ଯୋଉ ଆଫେକ୍ଟେଡ୍ କରେ, ସେ ପଞ୍ଚାୟତର 17ଟା ପଞ୍ଚାୟତର ପାଣି ଏଇ ସ୍ଲୁଇସ୍ ଗେଟ୍ ଦେଇ ଏବେ କୁଶଭଦ୍ରା ପ୍ରବେଶ କରେ। ଏବେ କୁଶଭଦ୍ରାରେ ଜଳସ୍ତର ଯେହେତୁ ଅଧିକ ରହିଛି, ତେଣୁ ସମସ୍ତ 15ଟି ଯାକ ସ୍ଲୁଇସ୍ ଗେଟ୍ ଏବେ ବନ୍ଦ ରହିଛି। ତେଣୁ ଏବେ ଯାହା ଜଣାକି ନିଶ୍ଚିତ ରୂପେ ଗୋଟେ ଛୋଟ କିମ୍ବା ବଡ଼ ବନ୍ୟା ନିଶ୍ଚିତ ରୂପେ ଏ 17 ପଞ୍ଚାୟତ ପାଇଁ 17 ଘଣ୍ଟିର ସୂଚନା ମାରିଛି। ଗୋପରୁ ଅଜୟ ନାୟକ ରିପୋର୍ଟ, କନକ ନ୍ୟୁଜ୍।